ଈଶ୍ୱରଙ୍କର ନିର୍ଦ୍ଦେଶ କେମିତି ବୁଝିବା? ଜଣେ ଗୁରୁ ଦିନେ ଆଶ୍ରମରେ ଶିଷ୍ୟମାନଙ୍କୁ କଥାଟିଏ କହୁଥିଲେ। ପ୍ରସଙ୍ଗଟି ଉଠିଲା ଏମିତି। ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲେ, ମହାତ୍ମା, ଈଶ୍ୱର ଯଦି ଚାହାନ୍ତି ଯେ ଆମେ ସମସ୍ତେ ଭଲ କାମ କରୁ, ତେବେ ସେ କାହିଁକି ଆମକୁ ଏ ବିଷୟରେ ସିଧା ସିଧା କହନ୍ତି ନାହିଁ? ଈଶ୍ୱରଙ୍କ କଥା ଆମ ପାଖକୁ କାହିଁକି ଅଧିକାଂଶ ସମୟରେ ସାଙ୍କେତିକ ଭାଷାରେ ଆସେ? ସିଧା ସିଧା କହିଲେ ତ ମଣିଷ ଭଲ ହୋଇଯାଆନ୍ତା, ଭୁଲ କରନ୍ତା ନାହିଁ। ଗୁରୁ କହିଲେ, ଈଶ୍ୱର ସିଧା ହିଁ କହନ୍ତି, କିନ୍ତୁ ଆମର ବୁଝିବା ଶକ୍ତି ଯାହା, ଆମେ ତାଙ୍କ ସନ୍ଦେଶକୁ ଠିକଣା ଭାବରେ ଧରି ପାରୁନା। ଏବେ ମୋଠାରୁ ଶୁଣ ମଜା କଥାଟିଏ ଏଇ ବିଷୟରେ। ପିଲାଟିଏ ଦୋକାନରୁ କିଛି ଚୋରି କଲାବେଳେ ହଠାତ୍ ଧରା ପଡ଼ିଗଲା। ବିଚାର ଲାଗି ତାକୁ ଅଦାଲତକୁ ଅଣାଗଲା। ଅଦାଲତରେ ଜଜ୍ ମହାଶୟ ପିଲାଟିକୁ ଦେଖି ବ୍ୟସ୍ତ ହୋଇପଡ଼ିଲେ। ସେ ମନେ ମନେ ଭାବିଲେ, ଏ ପିଲା ବାରମ୍ବାର ଧରା ହୋଇ ଜେଲକୁ ଆସୁଛି। ତା ବାପା ମା କାହିଁକି ତାକୁ ଭଲ ବୁଦ୍ଧି ଦେଉନାହାନ୍ତି, କାହିଁକି ତାକୁ ଭଲ କଥା ଶିଖାଉନାହାନ୍ତି। ତେଣୁ ସେ ପିଲାର ବାପାକୁ ଅଦାଲତକୁ ଡକାଇଲେ। ପିଲାର ବାପା ଆସିଲା। ଜଜ୍ ମହାଶୟ କହିଲେ, ଶୁଣ, ମୁଁ ଏଇ ପିଲାକୁ ଏ ଅଦାଲତରେ ବାରମ୍ବାର ଦେଖିବା ପରେ ମୋତେ ଭାରି ବ୍ୟସ୍ତ ଲାଗୁଛି। ମୁଁ ତାକୁ ଦୋଷ ଦେଉନାହିଁ। ମୋର କହିବା କଥା ହେଲା ଯେ ଆପଣ କାହିଁକି ତାକୁ ଉଚିତ କଥା ଶିକ୍ଷା ଦେଉନାହାନ୍ତି। ବାପା କହିଲା, ଜଜ୍ ମହାଶୟ, ମୁଁ ବି ମୋ ପିଲାକୁ ବାରମ୍ବାର ଅଦାଲତରେ ଦେଖି ବ୍ୟସ୍ତ ହୋଇପଡ଼ିଲିଣି, କିନ୍ତୁ କ'ଣ କରିବି? ତାକୁ ଯେତେ ଯାହା ଶିଖାଇଲେ ମଧ୍ୟ କ'ଣ ହବ? ସେ କ'ଣ କିଛି ବୁଝୁଛି ନା ଜାଣୁଛି? ମୋର ସବୁ ଚେଷ୍ଟା ଓ ଶିକ୍ଷା କେବଳ ଚୁଲିକୁ ଯାଉଛି। ଜଜ୍ ମହାଶୟ ପିଲାଟିକୁ କହିଲେ, ବାବୁ, ତୁମ ବାପା ତୁମକୁ ଏତେ କଥା ଶିଖାଉଛନ୍ତି, ଶିଖୁନ କାହିଁକି? ତୁମକୁ କ'ଣ ବାରମ୍ବାର ଏ ଅଦାଲତକୁ ଆସିବାକୁ ଭଲ ଲାଗୁଛି? ପିଲାଟି କହିଲା, ଆଜ୍ଞା, ଜମାରୁ ନୁହେଁ। ମୁଁ କ'ଣ ବାପାଙ୍କ ଶିକ୍ଷାକୁ କାମରେ ପରିଣତ କରିବାକୁ ଚାହୁଁନି? କିନ୍ତୁ କ'ଣ କରିବି, ଭାଗ୍ୟ ତ ଖରାପ। ଚୋରି କଲାବେଳେ କେହି ନା କେହି ଦେଖି ଦେଉଛି, ତେଣୁ ମୁଁ ଧରା ପଡ଼ିଯାଉଛି। ଏଥିରେ ମୋର ଦୋଷ କ'ଣ? ଧରା ପଡ଼ୁଛି ବୋଲି ତ ଏଠିକୁ ଆସିଛି। ଧରା ନ ପଡ଼ିଲେ କ'ଣ ଏଠାକୁ ଆସନ୍ତି? କଥାଟି କହିସାରି ଗୁରୁ କହିଲେ। ଜଜ୍ ସ୍ପଷ୍ଟ ଭାବରେ ତାଙ୍କ କଥାକୁ ବୁଝାଇ କହିଥିଲେ। ସେ ଚାହୁଁନଥିଲେ ପିଲାଟି ଚୋରି କରୁ ବୋଲି, କିନ୍ତୁ ବାପ ପୁଅ ଯେମିତି ବୁଝିବା କଥା ସେମିତି ବୁଝିଲେ। ସେହିପରି ଈଶ୍ୱର ଆମକୁ ଯାହା ନିର୍ଦ୍ଦେଶ ଦିଅନ୍ତି ସିଧାସଳଖ ଦିଅନ୍ତି, କିନ୍ତୁ ଆମେ ଆମର ସୀମିତ ଜ୍ଞାନ ଦ୍ୱାରା ତାକୁ ବୁଝିବାରେ ଭୁଲ କରିଥାଉ ଏବଂ ଭୁଲ କାମ କରିଥାଉ।